ପଛରେ ଧକ୍କା ଦେଲା ମୋଟରସାଇକେଲ, ଦୁଇ ଯୁବକ ଗୁରୁତର। ଅନୁଗୁଳ ଜିଲ୍ଲା ବରପାଳ ଥାନା ନିକଟସ୍ଥ 55 ନମ୍ବର ଜାତୀୟ ରାଜପଥ ବନ୍ଦା ଓଭରବ୍ରିଜ ନିକଟସ୍ଥ କୁସୁମଗଡ଼ରେ ରାତି 10:30 ସମୟରେ ଏକ ଟ୍ରକ୍ ପଛରେ ପିଟି ହୋଇ ଦୁଇ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ବରପାଳ ଆଡ଼ୁ ଯାଉଥିବା ଏକ ଓଡି 35G 5527 ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରକ୍କୁ ଓଡି 35E 9709 ନମ୍ବର ବିଶିଷ୍ଟ ଏକ ବାଇକ୍ ପଛରୁ ଧକ୍କା ଦେଇ ଦୁଇ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ବରପାଳ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଦୁଇ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଗୁରୁତର ଯୁବକମାନେ ହେଲେ ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ଅକ୍ଷୟ ଗୋଚ୍ଛାଇତ ଓ ସାନୁ ଗୋଚ୍ଛାଇତ ବୋଲି ଜଣାପଡ଼ିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣା ହୋଇଥିବା ଦୁଇ ଗାଡ଼ିକୁ ପୋଲିସ ଜବତ କରି ଦୁର୍ଘଟଣା ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟୁରୋ ରିପୋର୍ଟ ମୋ ଅନୁଗୁଳ।